ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୋଡ଼ା ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓବାଦୀ ନାଁରେ ଧମକ ଦେଇ 50 ଲକ୍ଷ ଚାନ୍ଦା ମାଗୁଥିବା 2 ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଦୋରାଗୋଡ଼ା ପୁଲିସ ଗିରଫ କରିଛି। ଗିରଫ 2 ଜଣ ଯୁବକ ହେଲେ କୁପାଖାର ଗ୍ରାମର ବିନୋଦ ବାଗ ଏବଂ ମାଳିଗୁଡ଼ା ଗ୍ରାମର ନରେଶ ନାୟକ। ଅନ୍ୟ ଜଣେ ନାବାଳକ ବୋଲି ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ଦୋରାଗୋଡ଼ା ଥାନା ଅନ୍ତର୍ଗତ ହାତୀମୁଣ୍ଡା ଟିକେରି ଗ୍ରାମର ଚନ୍ଦ୍ରଶେଖର ବିଷୟଙ୍କୁ। ଅଭିଯୁକ୍ତମାନେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଫୋନ୍ କରି 50 ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଚନ୍ଦ୍ରଶେଖର ଦୋରାଗୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦୋରାଗୋଡ଼ା ଏଏସ୍ସି ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ବିନୋଦ ଓ ନରେଶଙ୍କ ସହିତ ଜଣେ ନାବାଳକ ଘଟଣାରେ ସାମିଲ ଥିବା ଜଣାପଡ଼ିବା ପରେ पुलिस 3 ଜଣଙ୍କୁ ଗିରଫ କରିଥିଲା। पुलिस ଅଭିଯୁକ୍ତକାରୀଙ୍କୁ ଗିରଫ କରି ରାୟଗଡ଼ା କୋର୍ଟକୁ ଚାଲାଣ କରୁଥିବା ବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଜଣାଇବାକୁ ଯାଇ ଅଧଘଣ୍ଟା ଗଲା ପରେ ସେ ବାର ହ୍ୱାଟ୍ସଆପ୍ କଲ୍ କରୁଛି। ହ୍ୱାଟ୍ସଆପ୍ କଲ୍ କରି ସେ କହୁଛି କି ନାଇଁ 50,000 ଟଙ୍କା ଯୋଗାଡ଼ ହେଲା କି 50 ଲକ୍ଷ ଟଙ୍କା ଯୋଗାଡ଼ ହେଲା କି ନାଇଁ କେଉଁଠି 50 ଲକ୍ଷ ଟଙ୍କା ଯୋଗାଡ଼ ହେବ ଆଉ ସପ୍ତାହକୁ 10-12 ହଜାର ଟଙ୍କା ବେପାର ହେଉନାହିଁ ଆଉ ଘର ଚଳବୁ ନା ତ ମୁଁ ଦେଇପାରିବି। ମୁଇଁ ଗଲାରୁ ମୁଇଁ ତାକୁ କହିଲି କି 10-20 ହଜାର ଟଙ୍କା ଦେବି ଆଉ ଯେଉଁଠି ଆଣିକରି ଦେବେ ବୋଇଲେ ସେଠି ଆଣିକରି ଦେବି ବୋଲିକରି କହିଲାରୁ ତ ଏତେ ପଇସା କୁଆଡ଼ରେ ଦେବି ବୋଲିକରି କହିଲାରୁ ପଇସା ଦେବୁ ନାହିଁ ତ ହଉ ଠିକ୍ ଅଛି ତୋର 2ଟା ମାଇକି ନା ଗୋଟିଏ ପୁଅ ଗୋଟେ ବୁଆସନି ଗୋଟେ ଝିଅ ହେଇଛି ସବୁ ଲୋକ ଗଲ। ବ୍ୟୁରୋ ଚିଫ୍ ଋଷିକେଶ ସାହୁଙ୍କ ସହ ଅରବିନ୍ଦ ସାହୁଙ୍କ ରିପୋର୍ଟ ଓଡ଼ିଶା ନ୍ୟୁଜ୍ 24।